ଶ୍ରେୟସ ଅୟର ଛାଡ଼ିଲେ ଇଣ୍ଡିଆ ଏ ଦଳର ଅଧିନାୟକ ପଦ। ଅଷ୍ଟ୍ରେଲିଆ ଏ ବିପକ୍ଷରେ ଆଉ ଖେଳିବେ ନାହିଁ ଏ ସରପଞ୍ଚ ସାହେବ। ହଁ, ଏସିଆ କପ୍ର ଚୟନ ନ ହେବା ପରେ ଯେଉଁ ଅଷ୍ଟ୍ରେଲିଆ ଏ ସିରିଜରେ ଶ୍ରେୟସ ଅୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା, ସେଥିରେ ଗୋଟିଏ ମ୍ୟାଚ୍ ଖେଳିବା ପରେ ସେ କାହିଁକି ଏହାକୁ ଛାଡ଼ିଦେଲେ ଏବେ ପ୍ରଶ୍ନ ଉଠୁଛି। ଏହା କେବଳ ପର୍ସନାଲ ରିଜନ୍ କି ବିସିସିଆଇ ପଲିଟିକ୍ସ ପଛରେ କୌଣସି ବଡ଼ କାହାଣୀ? ତେବେ ଏହା ପଛରେ କ'ଣ ରହିଛି ସମସ୍ତ କାହାଣୀ ଚାଲନ୍ତୁ ଏ ଭିଡିଓ ମାଧ୍ୟମରେ ଜାଣିବା। ଶ୍ରେୟସ ଅୟରଙ୍କୁ ନିକଟରେ ଇଣ୍ଡିଆ ଏ ଦଳର ଅଧିନାୟକ କରାଯାଇଥିଲା। ସେ ଅଷ୍ଟ୍ରେଲିଆ ଏ ବିପକ୍ଷ ପ୍ରଥମ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ର ଅଧିନାୟକ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ। ଏହି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା, କିନ୍ତୁ ଏବେ ଖବର ମିଳୁଛି ଯେ ଶ୍ରେୟସ ଅୟର ଦ୍ୱିତୀୟ ମ୍ୟାଚ୍ରୁ ନିଜ ନାମ ପ୍ରତ୍ୟାହାର କରିଥିଲେ। କୁହାଯାଉଛି ଯେ ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦ୍ୱିତୀୟ ତଥା ଶେଷ ମ୍ୟାଚ୍ରୁ ନିଜକୁ ଦୂରେଇ ରଖିବେ। ଏ ପରିସ୍ଥିତିରେ ଧ୍ରୁବ ଜୁରେଲ କିମ୍ବା ରଜତ ପାଟିଦାର ଦଳର ଅଧିନାୟକ ହୋଇପାରନ୍ତି, ଯିଏକି ବର୍ତ୍ତମାନ ଏହି ଦଳର ମୁଖ୍ୟ ଖେଳାଳି ନୁହନ୍ତି। ଏବେ ଆପଣଙ୍କୁ ଆମେ କହିବୁ ଯେ କିଛି ରିପୋର୍ଟ ଅନୁଯାୟୀ ଶ୍ରେୟସ ଅୟର କାହିଁକି ମ୍ୟାଚ୍ରୁ ନିଜ ନାମ ପ୍ରତ୍ୟାହାର କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ମାମଲା ସହ ଜଡ଼ିତ ସୂତ୍ର ଅନୁଯାୟୀ ସେ 19 ସେପ୍ଟେମ୍ବରରେ ଲକ୍ଷ୍ନୌରେ ଶେଷ ହୋଇଥିବା ପ୍ରଥମ ମ୍ୟାଚ୍ରେ ଦଳର ଅଧିନାୟକତ୍ୱ କରିବା ପରେ ଲକ୍ଷ୍ନୌରୁ ମୁମ୍ବାଇ ଫେରିଆସିଥିଲେ। ଏବେ ମନେ କରାଯାଇଛି ଯେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ କ୍ରିକେଟର ନିୟନ୍ତ୍ରଣ ବୋର୍ଡ ବିସିସିଆଇ ନିଜର ଅନୁପସ୍ଥିତି ବିଷୟରେ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଶ୍ରେୟସ ଅୟର ଏହା ସ୍ପଷ୍ଟ କରିନାହାନ୍ତି ଯେ ସେ କେଉଁ କାରଣରୁ ହଠାତ୍ ମ୍ୟାଚ୍ ଛାଡ଼ି ଚାଲିଗଲେ। ଯେମିତି ଆପଣ ସମସ୍ତେ ଜାଣିଥିବେ, ଆଇପିଏଲ୍ ଉଚ୍ଚକୋଟୀର ପ୍ରଦର୍ଶନ ପରେ ଶ୍ରେୟସ ଅୟରଙ୍କୁ ଏସିଆ କପ୍ 2025 ପାଇଁ ଭାରତୀୟ ଦଳ ସାମିଲ ହେବାର ଆଶା ଥିଲା, କିନ୍ତୁ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା। ଏପରିକି ସେ ରିଜର୍ଭ ଖେଳାଳି ତାଲିକାରେ ମଧ୍ୟ ସାମିଲ ନଥିଲେ। କିଛି ଦିନ ପରେ ତାଙ୍କୁ ଇଣ୍ଡିଆ ଏ ଦଳର ଅଧିନାୟକ କରାଯାଇଥିଲା। ଏସିଆ କପ୍ ପାଇଁ ଚୟନ ନ ହେବା ଉପରେ ମିଡିଆରେ ମଧ୍ୟ ବେଶ୍ ଆଲୋଚନା ହୋଇଥିଲା। ଅନ୍ୟପଟେ ଇଣ୍ଡିଆ ଏ ପାଇଁ ପ୍ରଥମ ମ୍ୟାଚ୍ରେ ସେ ଫ୍ଲପ୍ ରହିଥିଲେ। ଯଦିଓ ମ୍ୟାଚ୍ଟି ହାଇ ସ୍କୋରିଂ ଥିଲା, ତେବେ ଏବେ ଭଲ ଖବର ହେଉଛି ଯେ କେଏଲ୍ ରାହୁଲ ଏବଂ ମହମ୍ମଦ ସିରାଜ ଦ୍ୱିତୀୟ ଟେଷ୍ଟରେ ଖେଳିବେ, ଯେଉଁମାନଙ୍କୁ ଏହି ମ୍ୟାଚ୍ ପାଇଁ ପୂର୍ବରୁ ଦଳରେ ଚୟନ କରାଯାଇଥିଲା। ଆପଣଙ୍କୁ କହିବା ଯେ ଶ୍ରେୟସ ଅୟରଙ୍କ ପରେ ରଜତ ପାଟିଦାରଙ୍କୁ ଅଧିନାୟକତ୍ୱ ନେବା ନେଇ ଆଲୋଚନା ଚାଲିଛି। ରଜତ ପାଟିଦାର ନିକଟରେ ଅଧିନାୟକ ଭାବେ ଦିଲ୍ଲୀପ ଟ୍ରଫି ଜିତିଥିଲେ। ଆଜି ଅର୍ଥାତ୍ ମଙ୍ଗଳବାର 23 ସେପ୍ଟେମ୍ବରରୁ 4ଟି ଓଡିଆଇ ମ୍ୟାଚ୍ ଖେଳାଯିବ। ଧ୍ରୁବ ଜୁରେଲଙ୍କୁ ମଧ୍ୟ ଏହି ଦଳର ଉପ ଅଧିନାୟକ ଘୋଷଣା କରାଯାଇଛି। ଦଳର ଓଭରଅଲ୍ ଗଠନ କଥା କହିଲେ ଅଭିମନ୍ୟୁ ଈଶ୍ୱରନ୍, ଏନ୍ ଜଗଦୀଶନ୍ ୱିକେଟ୍ କିପର, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ ଉପ ଅଧିନାୟକ ଓ ୱିକେଟ୍ ରକ୍ଷକ, ଦେବଦତ୍ତ ପଡ଼ିକଲ, ହର୍ଷ ଦୁବେ, ଆୟୁଷ ବଡୋନି, ନୀତିଶ କୁମାର ରେଡ୍ଡି, ତନୁଷ କୁଟନିଆ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନତ ବରାଡ, ଖଲିଲ ଅହମ୍ମଦ, ମାନବ ସୁତାର, ୟଶ ଠାକୁର, କେଏଲ୍ ରାହୁଲ ଏବଂ ମହମ୍ମଦ ସିରାଜ ଏହି ଦଳର ଅଂଶ ଅଟନ୍ତି। ଏବେ ଯେହେତୁ ଶ୍ରେୟସ ଅୟର ନିଜ ନାମ ଦଳରୁ ପ୍ରତ୍ୟାହାର କରିଛନ୍ତି, ସେହି ଦଳର ସ୍କ୍ୱାଡରେ ନାହାନ୍ତି। ତେବେ ଏପର୍ଯ୍ୟନ୍ତ କାରଣ ସାମ୍ନାକୁ ଆସିନାହିଁ ଯେ ଶ୍ରେୟସ ଅୟର ଠିକ୍ କାହିଁକି ହଠାତ୍ ସିରିଜ ମଝିରେ ଛାଡ଼ିଦେଲେ। ତେବେ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି କେଉଁ କାରଣ ପାଇଁ ଶ୍ରେୟସ ଅୟର ହଠାତ୍ ମ୍ୟାଚ୍ ମଝିରୁ ପଳେଇ ଆସିଥିଲେ? କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ।